ମାନେ ତ କେମିତି ଅଛ? ତ ଆଜି ଆମେ ଦେଖିବା ଯେ ନବମ ଶ୍ରେଣୀର ସାହିତ୍ୟ ବହିର ଜାତୀୟ ଜୀବନ ଯେଉଁ ଟପିକ୍ଟା ରହିଛି ତ ସେଇଟା ଆମେ ଦେଖିବା। ଗଦ୍ୟ ବିଭାଗର ଏଇଟା ପ୍ରଥମ ଟପିକ୍, ବୁଝିହେଲା? ଠିକ୍ ଅଛି। ଜାତୀୟ ଜୀବନ ତ ସରଳ ଭାବେ ବୁଝିବା। ତ ଜାତୀୟ ଜୀବନର ଲେଖକ କିଏ? ନା ଜାତୀୟ ଜୀବନର ଲେଖକ ହେଉଛନ୍ତି କିଏ? ମଧୁସୂଦନ ଦାସ। ଠିକ୍ ଅଛି। ତ ଟିକେ ତାଙ୍କ ପରିଚୟ ଜାଣିଯିବା, ତାପରେ ଆମେ ଆମର ବିଷୟ ଉପରକୁ ଯିବା। ଠିକ୍ ଅଛି। ଦେଖ, ଉତ୍କଳ ଗୌରବ ମଧୁସୂଦନ ଦାସ 1848 ମସିହାରୁ 1934 ମସିହା। ମାନେ କ'ଣ ନା 1848 ମସିହା ହେଉଛି ତାଙ୍କ ଜନ୍ମ ମାସ, ଜନ୍ମ ମସିହା। ଆଉ 1934 ମସିହା ହେଉଛି ତାଙ୍କର କ'ଣ, ତାଙ୍କ ଯେଉଁ କ'ଣ କହନ୍ତି ମୃତ୍ୟୁ ଯୁଗ ନା କ'ଣ, ଏଟା ଜନ୍ମ ଏବଂ ମୃତ୍ୟୁ ମସିହା, ବୁଝିଗଲେ ନାହିଁ? ସେ 1934 ମସିହାରେ ପ୍ରାଣ ତ୍ୟାଗ କରିଥିଲେ। ସେ ଥିଲେ ଓଡ଼ିଆ ଜାତୀୟତାର ମୂର୍ତ୍ତିମନ୍ତ ପ୍ରତୀକ। କିଏ? ନା ମଧୁସୂଦନ ଦାସ। ସେ ଥିଲେ ଆଧୁନିକ ଓଡ଼ିଶାର ନବନିର୍ମାତା। ତ ମଧୁସୂଦନ ଦାସ ଥିଲେ କ'ଣ? ଆଧୁନିକ ଓଡ଼ିଶାର ନବନିର୍ମାତା। ତାଙ୍କର ପ୍ରତ୍ୟକ୍ଷ ପ୍ରେରଣା ଓ ନେତୃତ୍ୱରେ ଉତ୍କଳ ସମ୍ମିଳନୀ ଗଠିତ ହୋଇଥିଲା। ତ ପିଲାମାନେ, ଉତ୍କଳ ସମ୍ମିଳନୀ କେବେ ଗଠିତ ହୋଇଥିଲା? ପିଲାମାନେ ଲେଖା ହେଇଛି, ଏଇଟା ବ୍ରାକେଟ୍ରେ ଲେଖିଦେଇଛି ସେଥିପାଇଁ। କେବେ? ନା 1903। ଠିକ୍ ଅଛି ପିଲାମାନେ, 1903 ମସିହାରେ ଗଠିତ ହୋଇଥିଲା। ତ ଦେଖ, ଭାରତରେ ସର୍ବପ୍ରଥମେ ଭାଷାକୁ ଭିତ୍ତି କରି 1936 ମସିହା ଏପ୍ରିଲ 1 ତାରିଖରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବାର ସ୍ୱପ୍ନ ସାକାର ହୋଇଥିଲା। ମସିହାଟା ପିଲାମାନେ ମନେ ରଖିବ ନା କେତେ? ନା ମସିହାଟା ହେଉଛି 1936 ମସିହା ଏପ୍ରିଲ 1 ତାରିଖ। ଠିକ୍ ଅଛି ପିଲାମାନେ। ଦେଖ, ଓଡ଼ିଶାର ମାଟି, ମଣିଷ ଓ ଭାଷାକୁ ସେ ପ୍ରାଣ ଭରି ଭଲ ପାଉଥିଲେ। କିଏ? ନା ମଧୁସୂଦନ ଦାସ। ଠିକ୍ ଅଛି। ତାଙ୍କୁ ଉତ୍କଳ ଗୌରବ ନାମରେ ଖ୍ୟାତ ହୋଇଥିଲେ, ଯେହେତୁ ତାଙ୍କୁ ଉତ୍କଳ ଗୌରବ ଯେଉଁ ଉପାଧି ଦିଆଯାଇଥିଲା, ତେଣୁକରି ତାଙ୍କୁ ମାନେ କ'ଣ, ମଧୁସୂଦନ ଦାସଙ୍କ ପୂର୍ବରୁ କ'ଣ ଲାଗୁଥାଏ? ନା ଉତ୍କଳ ଗୌରବ ମଧୁସୂଦନ ଦାସ। ତ ସେ କ'ଣ ଥିଲେ? ନା ମାଟି, ମଣିଷ ଓ ଭାଷାକୁ ସେ ମାନେ ପ୍ରାଣ ଭରି ଭଲ ପାଉଥିଲେ। ଓଡ଼ିଶାର ଶିଳ୍ପ, ରାଜନୀତି, ଶିକ୍ଷା ଇତ୍ୟାଦି କ୍ଷେତ୍ରରେ କ'ଣ ମଧ୍ୟ ତାଙ୍କର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଥିଲା। ଆଇନ, ବ୍ୟବସାୟ, ରାଜନୀତି ଓ ସାମ୍ବାଦିକତା ପ୍ରତ୍ୟେକ କ୍ଷେତ୍ରରେ ସେ କ'ଣ ନିଜର ସ୍ୱତନ୍ତ୍ର ପରିଚୟ ଛାଡ଼ି ଯାଇଛନ୍ତି, ସବୁ କ୍ଷେତ୍ରରେ। ଠିକ୍ ଅଛି। ମଧୁସୂଦନଙ୍କ ସମଗ୍ର ଜୀବନ ଓଡ଼ିଶା ପାଇଁ ଉତ୍ସର୍ଗୀକୃତ। ସ୍ୱାଭିମାନର ସହିତ କିପରି ବଞ୍ଚିବାକୁ ହୁଏ ତାହା ଓଡ଼ିଆମାନଙ୍କୁ ସେ ଶିଖାଇ ଯାଇଛନ୍ତି। ତାଙ୍କର କର୍ମମୟ ଜୀବନରେ ସାହିତ୍ୟ ସାଧନା ନିମିତ୍ତ ସେ ଅଧିକ ସମୟ ପାଇନଥିଲେ ହେଁ କ'ଣ ନିଶ୍ଚେଷ୍ଟ ଓଡ଼ିଆ ଜାତିକୁ ଉଦ୍ବୋଧନ ଦେବା ଉଦ୍ଦେଶ୍ୟରେ ଯେଉଁ 7 ଗୋଟି ଦେଶାତ୍ମବୋଧକ କବିତା ରଚନା କରିଥିଲେ, ତାହା ତାଙ୍କ ସାରସ୍ୱତ ମାନସର ଯଥାର୍ଥ ପରିଚୟ ପ୍ରଦାନ କରିଥାଏ। ସଂସ୍କୃତ ମାନେ ଯେଉଁଟା ଆସିଛି, ସଂସ୍କୃତ ଜାତୀୟ ଜୀବନଟା କ'ଣ ନା ଉତ୍କଳ ସମ୍ମିଳନୀର ଏକ ବିଶେଷ ଅଧିବେଶନରେ ପ୍ରଦତ୍ତ ଅଭିଭାଷଣର ସଂକ୍ଷିପ୍ତ ରୂପ। କେଉଁଟା? ନା ଯେଉଁ ଜାତୀୟ ଜୀବନ ଗଦ୍ୟଟା, ବିଷୟଟା। ଜାତୀୟ ଜୀବନ ଏବଂ ମାନବର ବ୍ୟକ୍ତିଗତ ଜୀବନ ମଧ୍ୟରେ ରହିଥିବା ସମ୍ପର୍କର ନିରୂପଣ, ଜାତୀୟ ଜୀବନର ସ୍ୱରୂପ ଓ ପରାଧୀନ ଉତ୍କଳୀୟମାନଙ୍କୁ ଜାତୀୟତାର ସ୍ରୋତରେ ସାମିଲ ହେବା ନିମିତ୍ତ ଏଥିରେ ଉଦ୍ବୋଧନ ଦିଆଯାଇଛି। ତ ପିଲାମାନେ, ତ ଆମର ସଇଲା ଜାତୀୟ ଜୀବନର ଯେଉଁ ଲେଖକ ମଧୁସୂଦନ ଦାସ, ତ ତାଙ୍କର ପରିଚୟ, ଲେଖକ ପରିଚୟ ସଇଲା। ତ ଏଇଥିରୁ ଯେଉଁଗୁଡ଼ିକ ମୁଁ ଇମ୍ପୋର୍ଟାଣ୍ଟ ବୋଲି କହିଲି, ତ ଭିଡ଼ିଓଟିକୁ ଟିକେ ପୂର୍ବକୁ ନେଇକି ଦେଖିଦିଅ। ତ ଯେଉଁଗୁଡ଼ିକ ଇମ୍ପୋର୍ଟାଣ୍ଟ ବୋଲି କହିଛି, ତ ସେଇଗୁଡ଼ିକ ତୁମେମାନେ ନୋଟ୍ କରି ରଖିବ। ତ ମୁଁ ଆଉଥରେ ବାସ୍ କେବଳ ହାଇଲାଇଟ୍ କରିଦେଉଛି। ଦେଖ, ତାଙ୍କ ଯେଉଁ ଜନ୍ମ ତାରିଖ, ତାଙ୍କର କେଉଁ ଉପାଧି ମିଳିଥିଲା, କେତେ ମସିହାରେ ଉତ୍କଳ ସମ୍ମିଳନୀ ଗଠିତ,
तापर यहाँ केत गोटे मसीह स्वतंत्र उत्कल प्रदेश गठन होता ठीक अच्छे से भल पाते प्राण भरी ओडिशा शिल्पराज ठीक अच्छे एगुड़िक टिके पढ़ीदे ही मन रही तो एगुड़िक मुझे हाइलाइट करनी ठीक अच्छे तो तुमने जोटा कही टिके एगुड़िक देख बोली यहाँ हूँ माने कौन पूरा संक्षिप्तीकरण जहाँटा विषय लिखाई तो यहाँ हूँ तार संक्षिप्तीकरण संक्षिप्त बुझाई ठीक अच्छे तो चलो नेक्स्ट को जीवा ना आंभ मानकर जातीय जीवन अच्छी कि से सर्वप्रथम प्रश्न पचाई प्रश्न कर आंभ मानकर जातीय जीवन अच्छी कि जाति जाति मध्य भाव हेबा निमंते जीवन आवश्यक आंभ मानक मध्य जो जीवन परिलक्षित हुए ताहा व्यक्तिगत जीवन परिलक्षित होता है जीवन क्षणस्थायी अटे ताहा काली श्मशान रे कौन हो पे शेष हो शरीर अभ्यंतर जो आत्मा विद्यमान ताहा ईश्वर निकट में पहुँची जीव एबे जोटा देखुच मैंने खाऊच बुलूच ट्यूशन जाच पाठ पढ़ुच ठीक अच्छे एबे तो मैंने बसिक आम क्लास को यही विषय को कम्प्लीट कर ठीक ठीक अच्छे तो सहीटा एमती दिन आसो जोटा कौन आत्मा विद्यमानता ईश्वर निकट में पहुँची तो ठीक अच्छे एमती दिन आसो तेबे पार्थिव जीवन आकर्षणी शक्ति अर्थात मोर स्त्री मो अपाद्य मोर संपत्ति एवं भूत पार्थिव भाव गुड़िक मते प्रतिक्षण तलकू ओटारुअछि स्वर्गीय जीवन आकर्षणीय शक्ति अर्थात मोर प्राण परित्राण मोर अनंत विश्राम स्थान मते सर्वदा ऊपर को टाणुअछि चतुर्पार्श्व अन्यान्य जाति और समाज विद्यमान होइछि ठीक अच्छे एगुटे कौन तांकर मनर भावटे को उल्लेख करमती सब माने दुनिया रे सब घटना चली कहे आम ये मोर सी मोर ठीक अच्छे तो बुझे चेष्टा कर तो सही जाति और कौन समाज मानक संगे जीवन मिलाई आलाप करने आंभ मानकर गोटे प्रधान कर्म जातीय जीवन प्रतिष्ठित हेले जाति जाति मध्य सद्भाव हेब जाति जाति मध्य जो सद्भाव तहिरे उच्छेद हेब नहीं उच्छेद माने कौन अलगा हेबा ठीक अच्छे अलगा आउ हेब नहीं यदि सद्भाव है जाति जाति मध्य आउ अलगा हेब नहीं सद्भाव माने कौन एकजुट ठीक अच्छे किंतु व्यक्तिगत सद्भाव चिरस्थायी नुहे तेणु ताहा कौन क्षण भंगुर कहीं कहीं एपरी विचार करती जे जातीय सद्भाव हेले व्यक्तिगत असद्भाव रहिब नहीं ठीक अच्छे पिलाने ना जातीय सद्भाव हेले कौन व्यक्तिगत व्यक्तिगत जातीय सद्भाव हेले असद्भाव रहिब नहीं ठीक अच्छे जातीय सद्भाव हेले व्यक्तिगत असद्भाव रहिब नहीं एपरी विचार भ्रांतिमूलक होता है जातीय जीवन प्रतिष्ठित हेले सुद्धा जाति भितर व्यक्तिगत विवाद कौन पे माने ना समूले लोप पाइबा असंभव होता है यपरी कहीं मने कौन यपरी कौन होता है ना कहीं मने करेंगे ना जे उत्कल जातीय जीवन प्रतिष्ठित हुई तहिर मूलदुआ दृढ़ हेले आंभ देश हम ना व्यक्तिगत विवाद आदौ रहिब नहीं और अदालत गुड़िक उठीज व्यक्तिगत जीवन में असद्भाव हेले सुधा जातीय सद्भाव किसी अभाव घटब ना मु कौन शिक्षित और पदस्थ उत्कलीय ठारू तल लिखित मर्म चिठी पाई अच्छी ठीक अच्छे एथे आमर टिके क्यूरोसिटी पहला कौन से जो चिठीटा पाई तो से चिठी कौन लिखाई तो ये लेखक आमर मेंशन कर कौन ना मो सांगे आपण को मन मिलला नहीं अतएव मु सम्मेलन रे कार्य करि पारिबी नहीं एथिरे कारण आंभ मानकर जातीय जीवन अभाव रही जातीय जीवन गठित हेले व्यक्तिगत भाव में असद्भाव थिले सुद्धा जातीय अनुष्ठान रे समस्ते मिलमिशि कार्य करि पारिबा एथिरे संदेह नहीं तो सेटा से चिठी रे ही लिखाई ठीक अच्छे एठारे आपण मानक गोटे उदाहरण देवा इच्छा हो ठीक अच्छे तो से चिठीटा सैला पर लेखक कहते
ସମ୍ମିଳନୀରେ ଲେଖକ କହିଛନ୍ତି ଏଠାରେ ଆପଣମାନଙ୍କୁ ଗୋଟେ ଉଦାହରଣ ଦେବାକୁ ଇଚ୍ଛା ହେଉଛି ଯେ ପ୍ରଥମେ ଆକାଶରୁ କ୍ଷୁଦ୍ର ଜଳବିନ୍ଦୁ ପୃଥିବୀ ଉପରେ ପଡ଼ିଥାଏ। ଠିକ୍ ଅଛି। ତତ୍ପରେ ଜଳବିନ୍ଦୁ ଗୁଡ଼ିକ ଏକତ୍ରିତ ହୋଇ ଗୋଟିଏ ଜଳଧାରା ହୋଇ ତଳକୁ ବହିଯାଏ। ଏହିପରି କେତେଗୁଡ଼ିଏ ଜଳଧାରା ମିଶି ଗୋଟିଏ ନାଳରେ ପରିଣତ ହୁଏ। ଏହିପରି କେତେଗୁଡ଼ିଏ ନାଳ ନଦୀରେ ପରିଣତ ହୋଇ ତଳକୁ କ'ଣ ହେଇଯାଏ ନା ବହିଯାଏ ଓ ଶେଷରେ ସମୁଦ୍ରରେ ଯାଇକି କ'ଣ ହେଇଯାଏ ନା ସମୁଦ୍ରରେ ଯାଇକି ପଡ଼େ। ଆପଣମାନେ ଦେଖନ୍ତୁ ସବୁ ସ୍ଥଳରେ ସବୁ ଅବସ୍ଥାରେ ଜଳ ନିଜର ଜାତୀୟ ଗୁଣକୁ ଧାରଣ କରିଛି। ଜାତୀୟ ଜୀବନର ଟେକ ରଖିଛି। ଜଳର ଜାତୀୟ ଗୁଣ ହେଉଛି କ'ଣ? ଜାତୀୟ ଗୁଣ ହେଉଛି ନିମ୍ନଗତି। ପିଲାମାନେ ଏଇଟା ପରୀକ୍ଷାରେ ଆସିବ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। କାରଣ ଆମ ବେଳେ ପଢ଼ିଲା ବେଳେ ଆମର ବି ପରୀକ୍ଷାରେ ଆସିବ ବୋଲି ଏଇଟା ଇମ୍ପୋର୍ଟାଣ୍ଟ ଥିଲା, ତ ସେଇଟା ଆସିଥିଲା ହିଁ ମଧ୍ୟ। ଠିକ୍ ଅଛି। ଏଗୁଡ଼ିକ ମନେ ରଖିବ। ଜଳର ଗତି ହେଉଛି କ'ଣ? ନିମ୍ନଗତି। ଜଳର ଗୁଣ ହେଉଛି କ'ଣ? ନିମ୍ନଗତି। ଠିକ୍ ଅଛି। ବୁନ୍ଦାଏ ଜଳରେ ସେହି ଗୁଣ ବିଦ୍ୟମାନ ଓ ମହାସମୁଦ୍ରରେ ମଧ୍ୟ ଜଳ ନିଜର ଜାତୀୟ ଗୁଣକୁ ହରାଇ ପାରିନାହିଁ। ଆମ୍ଭ ସମସ୍ତଙ୍କର ମନେ ରଖିବା ଉଚିତ ଯେ ଆମ୍ଭମାନଙ୍କର ଜାତୀୟ ଜୀବନ ଅଛି। ସବୁ ଅବସ୍ଥାରେ ସବୁ କାଳରେ ସବୁ ସ୍ଥାନରେ ଆମ୍ଭେମାନେ ପ୍ରତ୍ୟେକେ କ'ଣ ଜାତୀୟ ଜୀବନର ଟେକ ରଖି କାର୍ଯ୍ୟ କରିବା ଏକାନ୍ତ ଆବଶ୍ୟକ। ଆମ୍ଭମାନଙ୍କ ମଧ୍ୟରୁ ଯେବେ କେହି ଭ୍ରମରେ ପଡ଼ିଥାନ୍ତି ସେ ଭ୍ରମ ଅତି ଶୀଘ୍ର ସଂଶୋଧନ କରିବା ଏକାନ୍ତ ଆବଶ୍ୟକ ହୋଇଥାଏ। ଏଇଟା ଗୋଟେ ସମାଜକୁ କ'ଣ ଗୋଟେ ଆଦେଶ ଦିଆଯାଇଛି ଯେ ଏପରି ସବୁ ମାନେ ଆମେ ଏକଜୁଟ ହୋଇପାରିବା। ଠିକ୍ ଅଛି। ଦେଖ, ଯେବେ କେହି ଜଣେ ଓଡ଼ିଆ ଜାତିକୁ ଗାଳି ଦିଏ ତାହେଲେ ତୁମ୍ଭ ମନରେ ରାଗ ହୁଏ କାହିଁକି? ଠିକ୍ ଅଛି। ତୁମ ମନରେ କାହିଁକି ରାଗ ହୁଏ? ଏଥିରେ କାରଣ ନିରୂପଣ କରିବାକୁ ଗଲେ ସ୍ପଷ୍ଟ ଜଣାଯିବ ଯେ ଏହା ଜାତୀୟ ଜୀବନର ଚିହ୍ନ ଅଟେ। ଯେବେ ଜାତୀୟ ଜୀବନର ଚିହ୍ନ ଆମ୍ଭମାନଙ୍କ ପାଖରେ ଅଛି ତେବେ ଆମ୍ଭେମାନେ ପ୍ରତ୍ୟେକ ଯେ କୌଣସି କାର୍ଯ୍ୟ କରୁ ସେତେବେଳେ ନିଜ ନିଜକୁ ସର୍ବପ୍ରଥମେ ଏହି ପ୍ରଶ୍ନଟି ପଚାରିବା ଆବଶ୍ୟକ ହୋଇଥାଏ। ପିଲାମାନେ, ମୋ କାର୍ଯ୍ୟ ଦ୍ୱାରା ମୋ ଜାତିର ନିନ୍ଦା ହେଉଛି କି? ଜାତିର ନିନ୍ଦା ହେବ କି? ମୁଁ ମିଥ୍ୟାବାଦୀ ହେଲେ କିମ୍ବା ଖୋସାମତ କଲେ ଏହି ନିନ୍ଦାରେ ମୋ ଜାତି ଭାଗି ହେବ କି? ଠିକ୍ ଅଛି। ଦେଖ, ଏଇଟା ଗୋଟେ କୋଶ୍ଚିନ୍ ଆସିଲା। କୋଶ୍ଚିନ୍ ନୁହେଁ, ଏଇଟା ଗୋଟେ କୋଶ୍ଚିନ୍ ବୁଲେଇ କରିକି ଆସିବ। ଠିକ୍ ଅଛି। ଦେଖ, ମୋ କାର୍ଯ୍ୟ ଦ୍ୱାରା ମୋ ଜାତିର ନିନ୍ଦା ହେବ କି ନାହିଁ? ମୁଁ ମିଥ୍ୟାବାଦୀ ହେଲେ କିମ୍ବା ଖୋସାମତ କଲେ ଏହି ନିନ୍ଦାରେ ମୋ ଜାତି ଭାଗି ହେବ। ଏହା ପ୍ରତ୍ୟେକ ବ୍ୟକ୍ତିର ବୁଝିବା ଆବଶ୍ୟକ। ଠିକ୍ ଅଛି। ମୋତେ ଯେବେ ଜଣେ କୁବାକ୍ୟ କୁହେ, କୁବାକ୍ୟ ମାନେ ଗାଳିଗୁଲାଜ, ଠିକ୍ ଅଛି, କୁବାକ୍ୟ କୁହେ ତେବେ ମୁଁ ପ୍ରତି ଉତ୍ତର କଲେ ତଦ୍ଦମା ମୋ ଜାତିର ଗୌରବ ବୃଦ୍ଧି ହେବ କି ନାହିଁ? ଜାତିର ମୂଲ୍ୟ ବଢ଼ିଲେ ଜାତୀୟ ଲୋକେ ତହିଁରେ ସୁଫଳ ଭୋଗ କରିବେ, ଏଥିରେ ସନ୍ଦେହ ନାହିଁ। ଜାପାନ ଜାତିଙ୍କ କ'ଣ ହେଇଥାଏ ନା ଜାପାନ ଜାତିଙ୍କ ବିଷୟ ଆମ୍ଭମାନଙ୍କର ସଭାପତି ମହାଶୟ ତାହାଙ୍କର କ'ଣ ବକ୍ତୃତାରେ କହିଛନ୍ତି। କ'ଣ କହିଛନ୍ତି ନା ଜାପାନ ଜାତିର ମାନେ କ'ଣ ଜାପାନ ଜାତିର ଉନ୍ନତିର ମୂଳମନ୍ତ୍ର କ'ଣ? କ'ଣ ନା ଉନ୍ନତିର ମୂଳମନ୍ତ୍ର ନା ପ୍ରାଣ ମୋର ଯାଉ ଲକ୍ଷେ ଜାପାନୀଙ୍କର ପ୍ରାଣ ଯାଉ। ଠିକ୍ ଅଛି। ପ୍ରାଣ ମୋର ଯାଉ ଲକ୍ଷେ ଜାପାନୀଙ୍କର ପ୍ରାଣ ଯାଉ, କିନ୍ତୁ ଜାପାନୀ ଜାତିର ମାନ କ'ଣ ହଉ ନା ବୃଦ୍ଧି ହେଉ। ଏହି ଭାବ ପ୍ରତ୍ୟେକ ଜାପାନୀଙ୍କ ହୃଦୟରେ ନୃତ୍ୟ କରୁଅଛି। ପିଲାମାନେ, ଏହି ଭାବ ଯୋଗୁଁ ଆଜି ଜାପାନୀ ଜାତି ପୃଥିବୀରେ କ'ଣ ହୋଇଥାଏ ନା ସର୍ବତ୍ର ପୂଜିତ ହୋଇଅଛି। ମୁଁ ଦିନେ ମରିବି, ମୁଁ ଆଜି ମଲେ ମୋ ଜାତିର ମାନ ବୃଦ୍ଧି ହେବ, ପୂର୍ବପୁରୁଷମାନଙ୍କର ମାନ ବୃଦ୍ଧି ହେବ ଓ ମୋର ସନ୍ତାନ ସନ୍ତତିମାନଙ୍କର ମାନ ବୃଦ୍ଧି ହେବ। ଏହି ଭାବାପନ୍ନ ଲୋକଙ୍କୁ ନେଇ ଜାପାନ ଜାତି ଗଠିତ ହୋଇଥାଏ। ଜାତିର ମାନ ବୃଦ୍ଧି ସଙ୍ଗେ ସଙ୍ଗେ ଜଗତର ଚକ୍ଷୁରେ ଜାତିର ମୂଲ୍ୟ ବଢ଼ୁଅଛି। ଏଠିରେ ସନ୍ଦେହ ନାହିଁ, କୌଣସି ଭାବରେ କ'ଣ ସନ୍ଦେହ ନାହିଁ। ଠିକ୍ ଅଛି ପିଲାମାନେ, ଉଦାହରଣ ସ୍ୱରୂପ ଦେଖନ୍ତୁ ଯେ ଜାପାନୀ ଜାତି ଟଙ୍କା କରଜ ନେବାକୁ ବିଜ୍ଞାପନ ଦେଲା ମାତ୍ରେ ସମସ୍ତ କ'ଣ ସଭ୍ୟ ଜାତି ତାଙ୍କୁ ଟଙ୍କା ଦେବା ପାଇଁ ପ୍ରସ୍ତୁତ ହୋଇଥାନ୍ତି। ଏଥିରେ କାରଣ ଜଗତର ଚକ୍ଷୁରେ ଜାପାନ ଜାତିର ମୂଲ୍ୟ ବଢ଼ୁଅଛି।
ଯେତେବେଳେ ପର୍ଯ୍ୟନ୍ତ ବ୍ୟକ୍ତିଗତ ଜୀବନକୁ ଜାତି ନିମନ୍ତେ ବଳି ଦେବାକୁ ଶିଖି ନାହାନ୍ତି ସେତେବେଳେ ପର୍ଯ୍ୟନ୍ତ ଜାତୀୟ ଜୀବନ ଗଠିତ ହୋଇନାହିଁ ବୋଲି ଜାଣିବାକୁ ହେବ। ଓ ତେତେବେଳେ ଯାଏଁ ଜାତୀୟ ଜୀବନର ମୂଲ୍ୟ ଲୋକମାନେ ଜାଣିନାହାନ୍ତି ବୋଲି କହିବାକୁ ହେବ। ଗୋଟିଏ କୁକୁରକୁ ଆଦର ସହିତ ହୃଷ୍ଟପୁଷ୍ଟ କରି ରଖନ୍ତୁ ଓ ତାକୁ ନେଇ ଗୋଟିଏ ବିଲୁଆ ଦେଖାଇ ଦିଅନ୍ତୁ। କ'ଣ ହେବ ନା ଦେଖିବ ସେ ବିଲୁଆଟି ଖିଙ୍କାରି ହେଲା ମାତ୍ରେ ଦେଶୀ କୁକୁରଟି ଲାଙ୍ଗୁଡ଼ ଯାକି ଆପଣଙ୍କ ନିକଟକୁ ପଳାଇ ଆସିବ। ପିଲାମାନେ ମୋଷ୍ଟ ଇମ୍ପୋର୍ଟାଣ୍ଟ, ଠିକ୍ ଅଛି। କେଉଁଠୁ ନା ଗୋଟେ କୁକୁରକୁ ଆଦର ସହିତ ହୃଷ୍ଟପୁଷ୍ଟ କରି ରଖନ୍ତୁ ଓ ତାକୁ ନେଇ ଗୋଟିଏ ବିଲୁଆ ଦେଖାଇ ଦିଅନ୍ତୁ। ଦେଖିବ ସେ ବିଲୁଆଟି ଖିଙ୍କାରି ହେଲା ମାତ୍ରକେ ଦେଶୀ କୁକୁରଟି ଲାଙ୍ଗୁଡ଼ ଗୁଞ୍ଜି ଆପଣଙ୍କ ନିକଟକୁ ପଳାଇ ଆସିବ। କିନ୍ତୁ ଗୋଟିଏ ଡାହାଳ କୁକୁର ଛୁଆ ଆଣନ୍ତୁ, ତାକୁ ଗୋଟିଏ ବାଘ ଦେଖାଇ ଦିଅନ୍ତୁ, ଦେଖିବେ ଯେ କ'ଣ ହେବ ନା କ'ଣ ହେବ ବାଘ ଦେଖାଇ ଦିଅନ୍ତୁ, ଦେଖିବେ ଯେ କ'ଣ ଡାହାଳ ଛୁଆଟି ନିର୍ଭୟ ଭାବରେ ମହାବଳ ବାଘ ଆଡ଼କୁ ଝପଟି ଯିବ। ଠିକ୍ ଅଛି। ତ ଏଇଟା ବି ମୁଁ ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଏପର୍ଯ୍ୟନ୍ତ। ଯେବେ ସେ ଡାହାଳ କୁକୁର ଛୁଆଟି କଥା କହିପାରୁଥାନ୍ତା ତାହାର ଅସୀମ ସାହସିକତା କାର୍ଯ୍ୟର କାରଣ ଆପଣ ତାକୁ ପଚାରିଲେ ସେ ଏହିପରି ଜବାବ ଦେଇଥାନ୍ତା। କ'ଣ ଜବାବ ଦେଇଥାନ୍ତା ନା ମୂଲ୍ୟ କମିଯିବ। ଜବାବ ଦେଇଥାନ୍ତା କ'ଣ, ମୁଁ ଜାଣେ ଯେ ମହାବଳ ବାଘକୁ ଆକ୍ରମଣ କରିବାକୁ ଯାଇ ମୁଁ ସେହି ବାଘ ହାତରେ ମରିବି, କିନ୍ତୁ ମୋ ଜାତିର ଗୁଣ ସାହସିକତା, ଠିକ୍ ଅଛି, କିନ୍ତୁ ମୋ ଜାତିର ଗୁଣ ସାହସିକତା ମୁଁ ମୋର ଜୀବନ ପ୍ରତି ମାୟା ରଖି ବାଘ ନିକଟକୁ ନଗଲେ ମୋ ଜାତିର ମାନ ଓ କ'ଣ ହେବ ମୂଲ୍ୟ କମିଯିବ। କିଏ କହୁଛି ନା ଡାହାଳ କୁକୁର କହୁଛି। ମୁଁ ମରେ ପଛକେ କିନ୍ତୁ ଡାହାଳ କୁକୁରର ଦାମ ମୋର ସାହସିକତା ଦ୍ୱାରା ବଢ଼ିବ, ଏଥିରେ ସନ୍ଦେହ ନାହିଁ। ଏହି ଉଦାହରଣର ଅର୍ଥ ହେଉଛି ଏହି କି ଆମ୍ଭେମାନେ ସମସ୍ତେ କାର୍ଯ୍ୟ କଲାବେଳେ ଥରେ ଆମ୍ଭମାନଙ୍କର ଭାବିବା ଉଚିତ ଯେ ମୋ କାର୍ଯ୍ୟ କରିବା ଦ୍ୱାରା ମୋ ଜାତିର ମାନ ବଢ଼ୁଛି କି ନାହିଁ। ଯେବେ ମୋତେ ଜଣେ କୁବାକ୍ୟ କହେ ଓ ମୁଁ ଯେବେ ଜାଣିପାରେ ଯେ ମୁଁ ସେହି କୁବାକ୍ୟକୁ ପ୍ରତ୍ୟୁତ୍ତର ନ ଦେଇ ଚୁପ୍ ରହିଲେ ମୋ ଜାତିର ମାନ ବଢ଼ିବ, ମୋ ଜାତିର ଗମ୍ଭୀରତା ବଢ଼ିବ, ତାହେଲେ ଏପରି ସ୍ଥଳରେ ମୋର ନୀରବ ରହିବା ଏକାନ୍ତ ଆବଶ୍ୟକ, ଏକାନ୍ତ କର୍ତ୍ତବ୍ୟ। ଠିକ୍ ଅଛି। ଦୋଷ ଗୁଣ ଦେଖିବା ସମ୍ବନ୍ଧରେ ମୋର ବକ୍ତବ୍ୟ ଏହି ଯେ ଯୋଡ଼ିଏ ଆଖିରୁ ଗୋଟିଏ ଆଖି ବନ୍ଦ କର ଓ ଗୋଟିଏ ଆଖି ଖୋଲା ରଖ। ବନ୍ଦ ଆଖିରେ ଅନ୍ୟ ଜାତିଙ୍କର ଦୋଷ ଗୁଡ଼ିକ ଦେଖ ଓ ଖୋଲା ଆଖିରେ ସେମାନଙ୍କର ଗୁଣ ଗୁଡ଼ିକ ନିରୀକ୍ଷଣ କର ଓ ସେହି ଗୁଣ ଗୁଡ଼ିକୁ ଶିକ୍ଷା କର। ସବୁ ବ୍ୟକ୍ତି ଓ ସବୁ ଜାତିଙ୍କ ଠାରେ ଅନୁକରଣ କରିବା ଯୋଗ୍ୟ ଅନେକ ଗୁଡ଼ିଏ ଗୁଣ ରହିଛି। ସୂର୍ଯ୍ୟ ନିର୍ବିକାର ଭାବରେ ସମସ୍ତଙ୍କ ଠାରେ କିରଣ ବିତରଣ କରିଥାନ୍ତି। ଠିକ୍ ଅଛି। ସମୁଦ୍ରର ଲୁଣି ପାଣିରେ, ମିଶ୍ରି ସର୍ବତରେ, ନର୍ଦ୍ଦମାରେ ସବୁଠାରେ ତାଙ୍କର କିରଣ ପଡ଼ୁଛି। କାହାଙ୍କର ନା ସୂର୍ଯ୍ୟଙ୍କର। କିନ୍ତୁ ଆପଣମାନେ ଦେଖନ୍ତୁ ଯେ ସୂର୍ଯ୍ୟଙ୍କର କିରଣ ବିଶୁଦ୍ଧ ଜଳଟକ ଟାଣି ନିଏ ଓ ସେହିଗୁଡ଼ିକ ପୁନର୍ବାର ପୃଥିବୀରେ ସେଚନ କରେ। ଏଥିରୁ ଆମ୍ଭେମାନେ ଏହି ମହାଶିକ୍ଷା ପାଉଛେ ଯେ କ'ଣ ପାଉଛେ ନା ସବୁଠାରେ ଦୋଷତକ ତ୍ୟାଗ କରି ଗୁଣ ଗୁଡ଼ିକୁ ଗ୍ରହଣ କରିବ। ଠିକ୍ ଅଛି। ମୋଷ୍ଟ ଇମ୍ପୋର୍ଟାଣ୍ଟ ପିଲାମାନେ, ପରିଶେଷରେ ଏ ସମ୍ବନ୍ଧରେ ମୋର କର୍ତ୍ତବ୍ୟ ଏହିକି ଉତ୍କଳ ଜନନୀ ଭାରତ ଜନନୀଙ୍କ ଠାରୁ ବିଚ୍ଛିନ୍ନ ନୁହନ୍ତି। ସେ ଭାରତ ଜନନୀଙ୍କର ସପତ୍ନୀ କିମ୍ବା ଶତ୍ରୁ ନୁହନ୍ତି। ଭାରତ ଜନନୀଙ୍କର 5-6 ଗୋଟି ପୁତ୍ର, ଭିନ୍ନ ଭିନ୍ନ ଓ ଶିଶୁଙ୍କୁ ବିଭିନ୍ନ ପ୍ରକାର ପରିଚର୍ଯ୍ୟା ଆବଶ୍ୟକ। ଜନନୀ କେଉଁ ଶିଶୁକୁ କ୍ରୋଡ଼ରେ ପୁରାଇ ମଧୁମୟ ସ୍ନେହରେ ଚକ୍ଷୁରେ ସ୍ତନ୍ୟପାନ କରାଉଛନ୍ତି, କେଉଁ ଶିଶୁଙ୍କ ଦୁଷ୍ଟ ଚରିତ୍ରକୁ ଦମନ କରିବା ପାଇଁ ବେତାଘାତ କରୁଛନ୍ତି, କିନ୍ତୁ କେଉଁ ଶିଶୁକୁ ନିକଟରେ ବସାଇ ତାଠାରୁ ପରାମର୍ଶ ଗ୍ରହଣ କରୁଅଛନ୍ତି। ଅର୍ଥାତ୍ ଶିଶୁର
ବିଭିନ୍ନ ଅବସ୍ଥାରେ ଜନନୀ ବିଭିନ୍ନ ରୂପ ଧାରଣ କରି ଦଣ୍ଡାୟମାନ ହେଉଛନ୍ତି। ଯେଉଁ ମଧୁମୟୀ ମୂର୍ତ୍ତିରେ ଜନନୀ ଶିଶୁକୁ ସ୍ତନ୍ୟପାନ କରନ୍ତି, ଉତ୍କଳ ଜନନୀ ଆଜି ସେହି ସ୍ନେହମୟୀ ମୂର୍ତ୍ତିରେ ଆମ୍ଭମାନଙ୍କର ସମ୍ମୁଖରେ ସମ୍ମିଳନୀ ମଣ୍ଡପରେ ଉପସ୍ଥିତ ହେଉଅଛନ୍ତି। ଏହି ମୂର୍ତ୍ତି ଭାରତ ମାତାଙ୍କର ଗୋଟିଏ ମୂର୍ତ୍ତି ବିଶେଷ। ଏହି ରୂପଟି ଭାରତ ମାତାଙ୍କର ଗୋଟିଏ ଅବତାର। ଏପରି ସ୍ଥଳରେ ଉତ୍କଳ ଭାରତ ମାତାଙ୍କର ସପତ୍ନୀ ନୁହନ୍ତି। ଠିକ୍ ଅଛି ପିଲାମାନେ, ତ ଫାଇନାଲି ଆମର ସେ ଚାପ୍ଟରଟି କମ୍ପ୍ଲିଟ୍ ହେଇଯାଇଛି। ତାର ଟପିକ୍ କ'ଣ ନା ଜାତୀୟ ଜୀବନ। କାହାଙ୍କର ଲେଖା ପିଲାମାନେ ମନେ ରଖିବ? ମଧୁସୂଦନ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ଯାହାଙ୍କ ଜନ୍ମ 1848 ଏବଂ ମୃତ୍ୟୁବରଣ କରିଥିଲେ 1934 ମସିହା। ଠିକ୍ ଅଛି, ତ ଭିଡ଼ିଓଟି ଭାବୁଛି ଭଲ ଲାଗିଥିବ କ୍ଲାସ୍ଟି। ଠିକ୍ ଅଛି, ଚେଷ୍ଟା କରୁଛି ଆଉ ଟିକେ ଭଲରେ ବୁଝେଇବା ପାଇଁ। ତ ଏବେ ମୁଁ ତ ଏକପଟିଆ ଗାଈ ଲାଗିଲି, ଆହୁରି ମଧ୍ୟ ଚେଷ୍ଟା କରୁଛି ଯେ ଆଉ ଟିକେ ଭଲରେ ବୁଝେଇବା ପାଇଁ। ମୁଁ ଜାଣିପାରୁଛି ଯେ ତୁମେମାନେ କିଛିଟା ବୁଝିପାରୁଛ, କିଛିଟା ବୁଝିପାରୁନ। ତ ଯେଉଁ କିଛିଟା ବୁଝିପାରୁନ ସେଇଟା ମୁଁ ଚେଷ୍ଟା କରୁଛି କେମିତି ଭଲରେ ଆଉ ଟିକେ ଭଲରେ କମ୍ପ୍ଲିଟିଭ୍ ସହିତ ବୁଝିବାକୁ। ଠିକ୍ ଅଛି, ପ୍ରଶ୍ନାବଳୀ ଆମର ଭଲ ଭିଡ଼ିଓ ମାଧ୍ୟମରେ କରାଯିବ। ମୁଁ ଭାବୁଛି ପ୍ରଶ୍ନାବଳୀ ନ କରିକି ମୁଁ ତୁମମାନଙ୍କୁ ସିଲେକ୍ସନ୍ କୋଶ୍ଚିନ୍ ଦେଇଦେବି। ଠିକ୍ ଅଛି, ଯେଉଁଗୁଡ଼ାକି ସିଲେକ୍ସନ୍ କୋଶ୍ଚିନ୍ ପରୀକ୍ଷାରେ ଆସିଲା ଭଳି ସିଲେକ୍ସନ୍ କୋଶ୍ଚିନ୍ ମଧ୍ୟ ଦେଇଦେବି। ଯେଉଁ ଦେଖିଲ ବିଷୟ ଆଜି ଯେଉଁ ପଢ଼ା ହେଲା, କ୍ଲାସ୍ଟା ହେଲା, ତ କ୍ଲାସ୍ ଭିତରେ ବହୁତ ଗୁଡ଼ିଏ କୋଶ୍ଚିନ୍ ଦେଇଛି, ହଁ କି ନା? କୋଶ୍ଚିନ୍ ଦେଖ, ଯେଉଁଗୁଡ଼ିକ ରାଇଟ୍ ମାରିଛି। ଠିକ୍ ଅଛି, ଯେଉଁଗୁଡ଼ିକ ରାଇଟ୍ ମାରିଛି ଦେଖୁଛ, ତ ଏଥିରେ ଲକ୍ଷ୍ୟ କରିପାରୁଥିବ ସେଗୁଡ଼ିକ ହେଉଛି ଗୋଟେ କୋଶ୍ଚିନ୍। ବୁଝିଲ କି ନାହିଁ? ଯେତିକି ବି ରାଇଟ୍ ମାରିଛି ତ ସେଗୁଡ଼ିକ ହେଉଛନ୍ତି କ'ଣ, ସେଥିରୁ ଗୋଟେ କିମ୍ବା ଯୋଡ଼େ ଲେଖା କୋଶ୍ଚିନ୍ ତିଆରି ହେଇପାରିବ। ଠିକ୍ ଅଛି, ତ ବହୁତ ଏମିତି ରାଇଟ୍ ମାରିକି ଏ ଭିତରେ ମଧ୍ୟ କିଛିଟା ରାଇଟ୍ ମାରିଛି, ତ ଏଇଟା କ'ଣ ଇରେଜ୍ ହେଇଯାଇଛି। ଠିକ୍ ଅଛି, ତ ଭିଡ଼ିଓଟା ପଜ୍ କରିକି ଦେଖିଦେବ, ପୂର୍ବରୁ ଟିକେ ଆଉ ଟିକେ ନେଇକି ଦେଖିଦେବ। ଠିକ୍ ଅଛି, ଆଜିର କ୍ଲାସ୍ଟା ଏଠିକି। ନେକ୍ସଟ ଦେଖିବା ଏଇଟା ଆଉ ଗୋଟେ ନୂଆ କ୍ଲାସ୍ ସହିତ। ଠିକ୍ ଅଛି, ତ ବାଏ ବାଏ ପିଲାମାନେ।